तो मंदिर प्रवेश करने पूर्व गोटे कल्पवट अच्छी भारतर विभिन्न तंत्रपीठ मध्य एक अन्यतम तंत्रपीठ। मंदिर अनेक सारा इतिहास अनेक सारा चमत्कार कथा अच्छी। एडे माछ अच्छी जगन्नाथ साक्षात दक्षिण कालिके। हेलो नमस्कार जय जगन्नाथ वेलकम टू माय चैनल आउटे दमदार ब्लॉक रे आपन को स्वागत। आज आम आसीचे माँ उग्रतारा मंदिर आपण मैंने देखिपे ये जो NH16 पाखे जो गेट टी अच्छी एटा माँ उग्रतारा मंदिर गेट। तो चलतु आम जावा आदि आप जगह को आसवाक चाहते आपन को खोर्धा ठारू भूषणपुर आसवाक पड़ो। आप देखिपे मुझे कैमेरा बुले देखा देखो यहाँ हूँ NH16। तो यू आम जा ये जो गेट अच्छी ये गेट रे जा यदि आप खोर्धा ठू आसुँच देखो ये गोटे ये मंदिर उग्रतारा मंदिर 3 किलोमीटर देखिपे। तो यही रास्ता आम जा तो चलतु देरी न कर वीडियो टी स्टार्ट करवा। तो फाइनाली आम आसी पहुँची गले माँ उग्रतारा मंदिर पाखे। देखो ये जो बोर्ड लगी ओडिशा टूरिज्म बोर्ड लगी। तो आप देखिपे यहाँ हूँ मेन गेट। तो ये गेट टी देखी लगुच यहाँ गोटे तंत्रपीठ भारतर विभिन्न तंत्रपीठ मध्य एक अन्यतम तंत्रपीठ। आई मंदिर अनेक सारा इतिहास अनेक सारा चमत्कार कथा अच्छी। चलतु प्रथम मंदिर देखी नवा तापर ये चमत्कार और ऐतिह्य विषय कथा हवा। तो ये आम गाड़ी पार्किंग कले चलतु जा मंदिर भितर को मंदिर गेट। तो चलतु आम जा और देखो एपटे किसी काम चलती देखिपे एपटे किसी सब बिल्डिंग रो काम चलती। एटा देखो ये गोटे फूल गछ अच्छी बड़ा सुंदर फूल है। हनुमान सिंदूर हो फूल रे। अच्छा अच्छा आ देखो ये मांकड़ सब अच्छा देखो ये गोटे विज्ञापन बोर्ड मराई। चलतु कौन लिखाई पढ़िया। जो भक्त मैंने सुना रूपा अलंकार एवं टंका दान करने चाहती प्रथम मंदिर ऑफिस रे रसीद काटी नियंतु। अच्छा जो दर्शन करिया ना। गोड़ धोया मंदिर भीतर को प्रवेश करा गले प्रथम गोड़ धोया पड़ो। तो आम ये प्रथम गोड़ धोइले चलतु जा मंदिर भीतर को। तो मंदिर प्रवेश करने पूर्व गोटे कल्पवट अच्छी यहाँ सब भक्त मानसिक कर कना बांधती मनस्कामना पूर्ण होगापाई। मां नागस्य पुत्र अनुनाम अयतस्य परिवार सर्वजनानां विवेक नाम सत्य भगवती शुभं पतकालीला आरोग्यं सुख संपदं शत्रुबुद्धे विनाशाय विद्वं ज्योति नमस्ते भोगिको देवरूपस्थं कर्मसाक्षी अवचितं तावतं कर्म करिष्यामि तावतं सुग्रीवमा महत्त्वले से दीपं दर्शयते दीपं स्वाहा। माँ एठारे बहुत प्रत्यक्ष भक्तटीए जदि मानसिक करी माँ मथारे फूलटीए रखि थाए
ତତ୍କ୍ଷଣାତ୍ ମା ଏହାର ମାନସିକ ସଫଳ ହେବ କି ନାହିଁ ମଥାରୁ ଫୁଲ ଖସାଇ ପ୍ରମାଣ ଦେଇଥାନ୍ତି। ରାଜା କପିଳେନ୍ଦ୍ର ଦେବଙ୍କ ସମୟରେ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିଲା। ମାଙ୍କୁ ଏଠାରେ ହିନ୍ଦୁ ଧର୍ମ ଓ ବୌଦ୍ଧ ଧର୍ମର ଭକ୍ତମାନେ ପୂଜା କରିଥାନ୍ତି। ମା ଉଗ୍ରତାରା ହେଉଛନ୍ତି ନୀଳ ସରସ୍ୱତୀ, ବୃହସ୍ପତିଙ୍କର ଇଷ୍ଟ ଦେବୀ। ଆଉ ମଧ୍ୟ ପୁରାଣ ବର୍ଣ୍ଣିତ ଅଛି ରାବଣଙ୍କୁ ବଧ କରିବା ପାଇଁ ଶ୍ରୀରାମ ମାଙ୍କୁ ପୂଜା କରି ତନ୍ତ୍ରବିଦ୍ୟା ଲାଭ କରି ବିଜୟ ଲାଭ କରିଥିଲେ। ତାକୁ ଆମର ତନ୍ତ୍ର ପୂଜା ହଉଛି ହବ କି ତନ୍ତ୍ର ପୂଜା ସେପଟେ ବି କରୁଛନ୍ତି ତନ୍ତ୍ର ପୂଜା ନାଇଁ ଚଣ୍ଡୀପାଠ ହବ। ତ ଏଇଟା ଜାଣିଛନ୍ତି ଆପଣ ଏଇଟା ହଉଛି ଗୋଟେ ତନ୍ତ୍ରପୀଠ ଆଉ ସେଥିପାଇଁ ବହୁତ ସାରା ତନ୍ତ୍ର ପୂଜା ବି କରାହେଉଛି। ଭଗବାନଙ୍କର ମୂର୍ତ୍ତି ସବୁ କରାହେଇଛି। ଦେଖନ୍ତୁ ଏଠି ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କର ଗୋଟେ ବଢ଼ିଆ ସୁନ୍ଦର ମୂର୍ତ୍ତି ହେଇଛି। ଆଉ ଏପଟେ ଦେଖନ୍ତୁ ରାମ ଅଭିଷେକଙ୍କର ଗୋଟେ ସୁନ୍ଦର ମୂର୍ତ୍ତି ଅଛି। ଆଉ ଦେଖନ୍ତୁ ଏଇଟା ବିଷ୍ଣୁଙ୍କର ବିଶ୍ୱରୂପ। ଏଇଟା ମନ୍ଦିରର ମୁଖ୍ୟ ଦ୍ୱାର। ବହୁତ ସୁନ୍ଦର ହେଇଛି ମନ୍ଦିର, ତାର କାରୁକାର୍ଯ୍ୟ ବହୁତ ସୁନ୍ଦର। ଦେଖନ୍ତୁ ମନ୍ଦିର ପରିସର ବହୁତ ସାରା ସୁନ୍ଦର, ବହୁତ ସାରା ମୂର୍ତ୍ତି ହେଇଛି। ମାଙ୍କଡ ନଡିଆ ନେଇକି ପଳେଇଲା। ଭଲ ଲାଗିଲା ଆସିଲେ ଏଇଠୁ ମାଙ୍କର ଶିବ ପାର୍ବତୀ ଭଲ ଲାଗିଲା ମତେ ଆଜି ବହୁତ ଖୁସି। ହଁ ହଁ ଜୟ ମା ଅଗ୍ରତାରା। ଜୟ ମା ଅଗ୍ରତାରା, ଜୟ ଶିବ। ଆଉ ଦେଖନ୍ତୁ ଏଠି ମାଙ୍କ ପାଇଁ ରୋଷେଇ ପ୍ରସ୍ତୁତ କରାଯାଉଛି। ଆଉ ଏଠି ମାଙ୍କର ମୁଖ୍ୟ ଭୋଗ ହଉଛି ମାଛ, ପୋଡ଼ା ମାଛ। ମାଙ୍କୁ ପୋଡ଼ା ମାଛ ଏଠାରେ ବଳି ଦିଆଯାଏ। ପୋଖରୀଟା କି ଆଉ ସୁନ୍ଦର ଦିଟା ପୋଖରୀ ଅଛି ଦେଖନ୍ତୁ। ବଡ ମାଛ ଅଛନ୍ତି। କୋଉଟା ଉଗ୍ରତାରାଙ୍କ ପୋଖରୀ? ଏଇଟା ଉଗ୍ରତାରାଙ୍କ ପୋଖରୀ। ପୁରା ହଁ କେହି ଗୋଡ଼ ଦେବେନି ନାଇଁ ଏପଟେ ଏପଟେ ଗାଧେଇବା ପାଇଁ। ଆଚ୍ଛା ଆଚ୍ଛା ଏଡେ ମାଛ ଅଛି। ଓହୋ ହଁ କୋଉଠି ମାଛ ଅଛି? ହଁ 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 ବଡ ତମେ ବନିଶ ପକଉଛ? ହଁ 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 ଦେଖନ୍ତୁ ଏପଟେ ଗୋଟେ ଯଜ୍ଞ ମଣ୍ଡପ ଅଛି। ଆଉ ଦେଖିବା ତା ସମ୍ମୁଖରେ ଦେଖନ୍ତୁ ଗୋଟେ ଦୀପ ଷ୍ଟାଣ୍ଡ ଅଛି। ଏଇଠି ଗୋଟେ ଗେଷ୍ଟ ହାଉସ୍ ଅଛି କିନ୍ତୁ ସେଟା ବନ୍ଦ ଅଛି। ଆଉ ଗୋଟେ ଦେଖନ୍ତୁ ଏପଟେ ଗୋଟେ ଛୋଟିଆ ମନ୍ଦିର ଅଛି, ଯିବା ଦେଖିବା। ମହାଦେବଙ୍କ ମନ୍ଦିର। ଏଟା ମହାଦେବଙ୍କ ମନ୍ଦିର। ଏବେ ସେ ମନ୍ଦିର ବନ୍ଦ ଅଛି। ଆଉ ଦେଖନ୍ତୁ ମନ୍ଦିର ପରିସରରେ ବହୁତ ସାରା ଭୋଗ ଦୋକାନ ଅଛି, ଆପଣମାନେ ଦେଖିପାରୁଥିବେ। ଦେଖନ୍ତୁ ବହୁତ ସାରା ଭୋଗ ଦୋକାନ ବି ଏଠାରେ ଅଛି। ଆଉ ଦେଖନ୍ତୁ ଏଇଟା ହଉଛି ମନ୍ଦିରର କାର୍ଯ୍ୟାଳୟ। ଆଉ ଦେଖନ୍ତୁ ବାହାରେ ଏଠି ପୁରା ମନ୍ଦିରକୁ ଲାଗି ବାହାରେ ପିଇବା ପାଣିର ସୁବିଧା ବି ଅଛି। ଏବେ ଦେଖନ୍ତୁ ଆମେ ମନ୍ଦିର ବାହାରକୁ ପଳେଇ ଆସିଲେ। ଏଇ ଯୋଉ ଜାଗାଟା ଦେଖୁଛନ୍ତି ଏଠି ଗାଡ଼ି ପାର୍କିଂ କରାହଉଛି। ଆଉ ରଜରେ ଏଇଠି ଯାତ୍ରା ହଉଛି। ଏଇ ଯୋଉ ପାର୍କିଂ ସେପଟେ ଯାତ୍ରା ବି ହଉଛି। ଆଉ ମଧ୍ୟ ଦେଖନ୍ତୁ ଏଠି ଆପଣ ଯଦି ଭୋଜି କରିବା ପାଇଁ ଆସୁଛନ୍ତି, ଏଠି ଦେଖନ୍ତୁ ସବୁ ଜିନିଷ ମିଳୁଛି।
ମାନେ ଭୋଜି ପାଇଁ ମିଳୁଛି, ଟେଣ୍ଟ ପାଇଁ ମିଳୁଛି। ଏଠି ଦେଖନ୍ତୁ ଏଠି ନମ୍ବର ବି ଅଛି, ଆପଣ ଚାହିଁଲେ ଭାଇଙ୍କ ଦୋକାନ ସହିତ କଣ୍ଟାକ୍ଟ କରିପାରିବେ। ଆଶା କରୁଛି ମା ଉଗ୍ରତାରା ପୀଠଟି ଆପଣମାନଙ୍କୁ ଭଲ ଲାଗିଥିବ। ଆଉ ଯଦି ମୋ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଛି ଲାଇକ୍ ନିଶ୍ଚିତ କରିବେ, ଆଉ ସାଙ୍ଗମାନଙ୍କୁ ଭିଡ଼ିଓ ଟିକେ ସେୟାର କରିବେ। ଆଉ ଯଦି କୌଣସି ମତାମତ ଦେବାର ଅଛି ତାହେଲେ କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ପୁଣି ଦେଖା ହେବ ଆଉ ଗୋଟେ ନୂଆ ଜାଗାରେ ନୂଆ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ରହୁଛି। ଜୟ ଜଗନ୍ନାଥ।